নমস্কার দর্শক বন্ধু, আজি 9 জানুয়ারি 2026 শুক্রবার সকাଳର 20ଟି ଦେଶ ବିଦେଶର ବଛା ବଛା ମୁଖ୍ୟ ଖବର ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ, ଯାହାକି ପ୍ରତ୍ୟେକ ଦିନ ସକାଳ 5ଟାରେ ଦେଶ ବିଦେଶ ଖବର ପ୍ରଥମେ ପାଇବେ। ଯଦି ଆମେ ପ୍ରଥମ ଖବରକୁ ଯିବା, ଆଜିଠୁ ଟ୍ରେନ୍ ଟିକେଟ୍ ବୁକିଂ ହେବ ଫଟାଫଟ। ରେଲୱେରେ 8 ଘଣ୍ଟା ବାକି ନିୟମ ଲାଗୁ। ହଁ ଦର୍ଶକ ବନ୍ଧୁ, ନୂତନ ରେଳବାଇ ଟିକେଟ୍ ବୁକିଂ ନିୟମ ଜାନୁଆରୀ 5 ତାରିଖରୁ କାର୍ଯ୍ୟକାରୀ ହେଉଛି, ଯାହାଫଳରେ ସେମାନଙ୍କର ଘରୁ ଶୀଘ୍ର ଟ୍ରେନ୍ ଟିକେଟ୍ ବୁକିଂ କରାଯାଇପାରିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭୟରେ ଓଡ଼ିଶାବାସୀ। 3 ଜିଲ୍ଲାରେ କୋର୍ଟରେ ବୋମା ଧମକ, ଖାଲି ହେଲା ପୁରା ହାଇକୋର୍ଟ ବିଶ୍ୱବିଦ୍ୟାଳୟର ବି ବିପଦ। ହଁ ଦର୍ଶକ ବନ୍ଧୁ, ରାଜ୍ୟରେ ବିଭିନ୍ନ କୋର୍ଟକୁ ବୋମା ଧମକ। କଟକ, ସମ୍ବଲପୁର, ଦେବଗଡ଼ କୋର୍ଟରେ ବୋମା ଆତଙ୍କ। କୋର୍ଟକୁ ବୋମାରି ଉଡ଼ାଇ ଦେବାକୁ ଆସୁଥିବା ଧମକପୂର୍ଣ୍ଣ ଇମେଲ୍। କିଛି ସମୟରେ କୋର୍ଟ ପରିଚୟ ବିସ୍ଫୋରଣ ହେବାକୁ ନେଇ ଆଲର୍ଟ ଜାରି କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ହୋଟେଲ ରୁମ୍ରେ ଜବରଦସ୍ତି ନେଇଗଲା ଟିମ୍ ଲୋଚନଙ୍କୁ ନାଁରେ ବଳାତ୍କାର ଅଭିଯୋଗ। ହଁ ଦର୍ଶକ ବନ୍ଧୁ, ହରିୟାଣା ପୋଲିସ ଜଣେ ବୁକିଂ ପ୍ରତିଷ୍ଠାକୁ ବିରୋଧରେ ମାମଲା ରୁଜୁ କରିଛି। ତାହା ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ବଳାତ୍କାର ପୀଡ଼ିତା ଜଣେ ନାବାଳିକା ହୋଇଥିବା ବେଳେ ସେ ଜଣେ ଜାତୀୟ ସ୍ତରୀୟ ଟକ୍କର। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଡ଼ ଖବର, ଟି20 ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ବଦଳିଲା ଚିନ୍ତା। ଅସୁସ୍ଥ ହେଲେ ଏହି ଷ୍ଟାର ଖେଳାଳି ହୋଇପାରିବ ଜରୁରୀ। ହଁ ଦର୍ଶକ ବନ୍ଧୁ, ଭୟରେ ଦଳ ଜାନୁଆରୀ 11ରୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ 3 ଦିନିଆ ରିଲିଜ୍ ଖେଳାଳି ଯାଇଛି। ଏହା ଶେଷ ସେମାନଙ୍କର ଜାନୁଆରୀ 21ରୁ କିଛି ଦଳ ବିପକ୍ଷରେ ଯାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି20 ରିଲିଜ୍ ଖେଳିବାକୁ ଫେବୃଆରୀ 7 ଆରମ୍ଭ ହେବାକୁ ଥିବା ଆଗାମୀ ଟି20 ବିଶ୍ୱକପ୍ ଧ୍ୟାନରେ ରଖି ପ୍ରତି ପ୍ରଚେଷ୍ଟା, କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ରିଲିଜ୍ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ତୈଳ ଭଣ୍ଡାର ଦଖଲ ପାଇଁ ଟ୍ରମ୍ପଙ୍କ ବଡ଼ ବୟାନ। କେବଳ ଆମେରିକା ନୁହେଁ, ବରଂ ସାମଗ୍ରୀ କିଣିବାର ନ୍ୟୁଜିଲାଣ୍ଡ ଏୟାରକୁ ନେଇ ବଡ଼ ଖବର। ହଁ ଦର୍ଶକ ବନ୍ଧୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ଭେନେଜୁଏଲାର ଏବେ ନୂତନ ତୈଳ ତୁର୍କୀକୁ ପାଇବାକୁ ଥିବା ଟଙ୍କାରେ କେବଳ ଆମେରିକାନର ନିଶ୍ଚିତ ଉତ୍ପାଦନ କିଣିବାର। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବ୍ଲଡ୍ କ୍ୟାନ୍ସର ହେବାର କିଛି ଦିନ ପୂର୍ବରୁ ମିଳିଥାଏ ଏହିସବୁ ସଂକେତ। କେବେ ବି କରନ୍ତୁନି ଅଧ୍ୟୟନ, ନହେଲେ ମୃତ ନିଶ୍ଚୟ। ହଁ ଦର୍ଶକ ବନ୍ଧୁ, କ୍ୟାନ୍ସର ଅନେକ ପ୍ରକାର ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ, ଯାହାକୁ ଡାକ୍ତରୀ ଭାଷାରେ ଲ୍ୟୁକେମିଆ କୁହାଯାଏ। ରକ୍ତ କର୍କଟର ମଧ୍ୟର ଅନେକ ପ୍ରକାର ଅଛି। ଅଧିକାଂଶ କ୍ଷେତ୍ରରେ ସମସ୍ତଙ୍କର ପ୍ରକାର ରକ୍ତ କର୍କଟ ରୋଗ ଅତି ମଜାରେ ଆହତ ହୁଏ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଆହୁରି 5 ଦିନ ଜାଡ଼ ଥରା ଜାଡ଼, ସୁନ ନିଗରଙ୍ଗ ଘଷିବ ମିଳିପାଲ ପାରଦ। 38 ସ୍ଥାନରେ 12 ଡିଗ୍ରୀରୁ ଖସିଲା ତାପମାତ୍ରା। ହଁ ଦର୍ଶକ ବନ୍ଧୁ, ଶିମିଳିପାଳରେ ନୂତନ ଡିଗ୍ରୀକୁ ଖସିଲା ପାରଦ। ଉଦୟଗିରି 3 ଡିଗ୍ରୀ ଏବଂ ସେଲିମିଳାରେ ତାପମାତ୍ରା 4.1 ଡିଗ୍ରୀ ସେଲସିୟସ୍। ରାଜ୍ୟରେ 23ଟି ସ୍ଥାନରେ ରାତି ତାପମାତ୍ରା 10 ଡିଗ୍ରୀ ତଳେ ଥିଲା। ମଙ୍ଗଳବାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ 5ରୁ 8 ଡିଗ୍ରୀ କମ୍ ଥିଲା। ସାରା ଓଡ଼ିଶାରେ ଥରିଲା ଠକ୍ ଠକ୍। ଯଦି ଆମେ ପରବର୍ତ୍ତୀ ଖବର ଯିବା, କାଙ୍ଗାଳ ପାକିସ୍ତାନ ପର୍ଦ୍ଦାଫାଶ। ଅପରେସନ୍ ସିନ୍ଦୁର ସମୟରେ ଆମେରିକାକୁ 60 ଥର ନେହୁରା ହୋଇଥିଲା ପାକିସ୍ତାନ, ମିଳିଲା ପ୍ରମାଣ। ହଁ ଦର୍ଶକ ବନ୍ଧୁ, ପହଲଗାମ ଆକ୍ରମଣ ପରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୁର। ଆଉ ଏହି ଅପରେସନ୍ ପାକିସ୍ତାନ ଏବେ ଭୟଭୀତ ହୋଇପାରିଥିଲା ଯେ ଯୁଦ୍ଧ ବିରତି ଲାଗି ପ୍ରାୟ 60 ଥର ଆମେରିକାକୁ ଅନୁରୋଧ କରିଥିଲା। ଏହା ବ୍ୟତୀତ ପାକିସ୍ତାନ ଟ୍ରମ୍ପ ପ୍ରଶାସନକୁ ନେଇ ଏହାର ବାର୍ତ୍ତା ପହଞ୍ଚାଇବାକୁ ଏହି 6ଟି ଭିନ୍ନ ଭିନ୍ନ କମ୍ପାନୀକୁ ପ୍ରାୟ $450 ମିଲିୟନ ଦେଇଥିଲା। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତ ଉପରେ ଲାଗିବ 500% ଟାରିଫ୍। ଚୀନ ଏବଂ ବ୍ରାଜିଲ ଉପରେ ଆମେରିକାର ଚାପ। ହଁ ଦର୍ଶକ ବନ୍ଧୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି, ଯାହା ରୁଷର ତେଲ କିଣିଥିବା ଦେଶଗୁଡ଼ିକ ଉପରେ ଠକେଇ କଟକଣା ଲାଗିବ। ଏନେଇ ଭାରତ ଏବଂ ଚୀନ ଉପରେ ଆମେରିକାକୁ ଶୁଳ୍କରେ ଯଥେଷ୍ଟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ 500% ପର୍ଯ୍ୟନ୍ତ ପହଞ୍ଚିଲା। ୟୁକ୍ରେନ୍ ବିବାଦ ମଧ୍ୟରେ ରୁଷ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପୋଷ୍ଟ ଅଫିସ ଜବରଦସ୍ତ ସ୍କିମ୍ ନିର୍ଦ୍ଦେଶ କରନ୍ତୁ ମାତ୍ର 1000 ଟଙ୍କା, ଏବେ ପାଆନ୍ତୁ ମାସିକ 5550 ଟଙ୍କା ରୋଜଗାର ଗ୍ୟାରେଣ୍ଟି। ହଁ ଦର୍ଶକ ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତି ନିଜ ଆୟକର କିଛି ଅଂଶ ସଞ୍ଚୟ କରିଥାନ୍ତି, ଯାହା ତା'ର ଭବିଷ୍ୟତ ସୁରକ୍ଷିତ ରହିବା ପାଇଁ। କେବଳ ଅନେକ ବ୍ୟକ୍ତି ବିଶେଷ କେମିତି ସଞ୍ଚୟ କରିବା ନା ନିବେଶ କରିବା ତାହାକୁ ନେଇ
ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏଭଳି ଦ୍ୱନ୍ଦ୍ୱ ଦୂର କରିବାର ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟଙ୍କର ବଡ଼ ବୟାନ ଚଳିତ ସପ୍ତାହରେ। ହଁ ଦର୍ଶକବନ୍ଧୁ, ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଚଳିତ ଥର 4,57,681 ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ। ପୂର୍ବରୁ ବାଦ୍ ପଡ଼ିଥିବା 2,55,265 ଜଣଙ୍କୁ ପୁଣି ଥରେ ସାମିଲ କରାଯାଇଛି। କହିରଞ୍ଚୁଛି ଯେ ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା। ନୂଆକରି 1,88,398 ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା। 5,000 ଟଙ୍କା ଲେଖାଏଁ ପାଇବେ। ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡ଼ିଥିଲେ ସେମାନଙ୍କର ସମସ୍ତଙ୍କର କିସ୍ତି ଏକାଥରେ ପାଇବେ। ସେହିପରି ଅଭିଯୋଗ ଶୁଣାଣି ଏବଂ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ବଢ଼ିଲା ପାର୍କିଂ ଫି। ଏହି 24 ଘଣ୍ଟା ପାଇଁ ଦେବାକୁ ପଡ଼ିବ 500 ଟଙ୍କା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନା। ହଁ ଦର୍ଶକବନ୍ଧୁ, 4 ଚକିଆ ଯାନ ପାର୍କିଂ ବଢ଼ିଲା। ଭକ୍ତ ନିବାସରେ ପାର୍କିଂ 500 ଟଙ୍କା ବୃଦ୍ଧି। 24 ଘଣ୍ଟା ପାଇବେ ଏହି ଦେବାକୁ 500 ଟଙ୍କା। ଅତିରିକ୍ତ 18% GST ଦେବାକୁ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତୀୟ ବଜାରରେ କମିଲା ସୁନା ଦର। ଜଲ୍ଦି କିଣି ନିଅନ୍ତୁ ଆପଣଙ୍କର ଇଚ୍ଛା ଅନୁଯାୟୀ ଅଳଙ୍କାର। ହଁ ଦର୍ଶକବନ୍ଧୁ, ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ଆଗୁଆ ବିବାହ ଋତୁ କରିଥିବାବେଳେ ସୁନା ଦର ହ୍ରାସ ଘଟିଛି। ଗ୍ରାହକ ପାଇଁ ଆଶ୍ୱସ୍ତି ଆଣିଦେଇଛି। ମଲ୍ଲି କମୋଡିଟି ଏକ୍ସରେ MCXରେ ସୁନାର ମୂଲ୍ୟ 0.56% ହ୍ରାସ ପାଇଛି। 10 ଗ୍ରାମ ପ୍ରତି 1,37,238 ଟଙ୍କା ରହିଥିବା ପହଞ୍ଚିଛି। ସେହିପରି ରୂପାର ମୂଲ୍ୟ 0.84% ହ୍ରାସ ପାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଭାରତକୁ ବଡ଼ ଝଟକା ଦେଲି ବାଂଲାଦେଶ। ଭାରତଙ୍କର ପାଇଁ ବନ୍ଦ କଲା। ହଁ ଦର୍ଶକବନ୍ଧୁ, IPLରୁ ଖେଳାଳିମାନଙ୍କୁ ବାଦ୍ ଦେବାକୁ CBAର ନିର୍ଦ୍ଦିଷ୍ଟ ପ୍ରତିଶତ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତଙ୍କର ଭିଜା ସେବା ସ୍ଥଗିତ ରଖିଛି, କିନ୍ତୁ ଛାଡ଼ ଏବଂ ବ୍ୟବସାୟୀଙ୍କ ଭିଜା ସେ ଜାରି ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ମାଡ଼ି ଆସୁଛି ମହାବିପଦ। ପୁରୀ ଶ୍ରୀମନ୍ଦିରରୁ ଖସିବ 20 କିଲୋଗ୍ରାମର ପଥର। ମହାପ୍ରଭୁଙ୍କ ଏହି ସଂକେତ। ହଁ ଦର୍ଶକବନ୍ଧୁ, ସୁନାର ଅନୁଯାୟୀ ମାଡ଼ି ଆସୁଛି ମହାବିପଦ। ହେଲା ଭଳ 20 କିଲୋର ସୁନା ପଥର ବଡ଼ ଦେଉଳରୁ ପଥର ଖସିଥିବା ଜଣାପଡ଼ିଛି। ଆସନ୍ତୁ ଏନେଇ ଜାଣିବାର ସମ୍ପୂର୍ଣ୍ଣ ବିବରଣୀ ସନ୍ଦେହ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ମହିଳାଙ୍କ ପାଇଁ ସହର ସବୁଠୁ ସୁରକ୍ଷିତ ଅଫ୍ 10ଟି ଓଡ଼ିଶା, ଦିଲ୍ଲୀ, UP ଗୋଟିଏ ବି ନାହିଁ। ବାଜି ମାରିବ ଏହି ସହର। ହଁ ଦର୍ଶକବନ୍ଧୁ, ମହିଳାମାନଙ୍କ ପାଇଁ ସହର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋତ୍ତମ? ଏହି ପ୍ରଶ୍ନର ଉତ୍ତର ଅବତାର ପ୍ରକୃତରେ ତାଜା ରିଟର୍ଣ୍ଣ ଅଫ୍ ରିଲିଜ ପରି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବଢ଼ିଲା ପ୍ରେମ, ଝଗଡ଼ାରେ ପଡ଼ିବ ପୁଣ୍ୟଛାତ। ଡେରି ନ କରି ଏହି ଦିଗରେ ଲଗାନ୍ତୁ କପୋଳ ଫଟୋ। ହଁ ଦର୍ଶକବନ୍ଧୁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ଦିଗ ବହୁତ ଖାସ ଅଟେ। ଏହି ସମୟରେ ଦିଗରେ ଖାଉଥିବା ଜିନିଷ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ ଆଉଛି ବଡ଼ ଖବର। ଇନଷ୍ଟାଗ୍ରାମ ମାତ୍ର 10,000 ଭ୍ୟୁରେ ମିଳିବ ଏତେ ଟଙ୍କା। ଜାଣିଲେ ଏହି ସବୁ ହିଁ କରିବେ ରିଲ୍। ହଁ ଦର୍ଶକବନ୍ଧୁ, ଆଜିକାଲି ଇନଷ୍ଟାଗ୍ରାମ ଆଉ କେବଳ ଫଟୋ କିମ୍ବା ରିଲ୍ କରିଥିବା ଏକ ମନୋରଞ୍ଜନର ମାଧ୍ୟମ କରିନାହିଁ। ଏହି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଟଙ୍କାର ପାଇଁ ଆୟକର ଏକ ଉତ୍ସ ପାଲଟିଛି। ରିଲ୍ ଉପରେ ଭ୍ୟୁ ବୃଦ୍ଧି ପାଇବା ନେଇ ମାତ୍ରେ ହିଁ ମନରେ ପ୍ରଶ୍ନ ଉଠେ ଯେ ଇନଷ୍ଟାଗ୍ରାମରେ 10,000 ଭ୍ୟୁ ପାଇଲେ ପରେ ଜଣେ କେତେ ଟଙ୍କା ରୋଜଗାର କରନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, କଂଗ୍ରେସ ହାତ ମିଳାଇଲା, ବିଜେପି ଚେତାବନୀ ଦେଲା ଫଡ଼ନାସିବ। ହଁ ଦର୍ଶକବନ୍ଧୁ, କଥା ଥରେ ଅଛି ଯେ ପ୍ରେମ ଯୁଦ୍ଧ ଏବଂ ରାଜନୀତିରେ ସବୁଠୁ କିଛି ସମ୍ପଦ ଆଜି ହିଁ ଯିବ ଶତ୍ରୁ କାଲି ଯିଏ ମିତ୍ର। ନିଜର ଫାଇଦା ପାଇଁ ଶତ୍ରୁ ବି ଏଠି ମିତ୍ର ହୋଇପାରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଦାବି ମାରିଲେ ସରକାର ମଣ୍ଡି ସ୍ୱାଭାବିକଠାରୁ ଆଜିଠୁ ଧାନ କିଣିବେ ମିଲର। ହଁ ଦର୍ଶକବନ୍ଧୁ, ଟକିଲା ମଣ୍ଡି ଅଚଳ ବ୍ୟବସ୍ଥା। ଆଜିଠୁ ସ୍ୱାଭାବିକଠାରୁ ହେବ ମଣ୍ଡି। ଅଲ୍ ଓଡ଼ିଶା ରାଇସ୍ ମିଲର ମହାସଂଘରେ 4 ଦଫା ଦାବିକୁ ନେଇ ଗୋଟିଏ ଦଫା ଦାବିକୁ ସରକାର ମାଣୁଛନ୍ତି। ଯଦି 15 ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଆପଣଙ୍କର ପୁଣି ବୈଠକ ବସିବ। ପରବର୍ତ୍ତୀ ନିଶ୍ଚୟ ପୁଣି ମହାସଂଘ ନେଇ ବୋଲି ସମ୍ପାଦକ ଲକ୍ଷ୍ମୀ ନାରାୟଣଙ୍କ ଦିଲ୍ଲୀପ ନରଞ୍ଜନ ଦାସ କହିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଲୁଟ୍ ପରେ ଚୋରି ଅଳଙ୍କାରଙ୍କୁ ଘର ପଛପଟେ ଲୁଚାଇ ରଖିଥିଲା ଦୁର୍ବୃତ୍ତ।
ଅଚାନକ ଲଢ଼େଇ ପାଇଁ ଚଢ଼ଉ କଲା ପୋଲିସ। ହଁ ଦେଶବନ୍ଧୁ, ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ମାର୍କେଟ କମ୍ପୋଜ ଏକ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ୍ ଜଣାପଡ଼ିଥିଲା। ପର୍ଦ୍ଦାଫାଶ କରିଛି ଏହି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ।